ସାବିତ୍ରୀ ବ୍ରତ, ଯାହାକୁ ଓଡ଼ିଶାର ପ୍ରତ୍ୟେକ ବିବାହିତା ନାରୀ ସ୍ୱାମୀଙ୍କ ଦୀର୍ଘାୟୁ କାମନାରେ ପାଳନ କରିଥାନ୍ତି। ତେବେ ସାବିତ୍ରୀ ବ୍ରତ କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା। ବହୁ ଦିନ ତଳେ ଏକ ରାଜାଙ୍କର ସୁନ୍ଦର ପୁତ୍ରୀଟେ ଜନ୍ମ ହୋଇଥିଲା, ଯାହାଙ୍କ ନାମ ଥିଲା ସାବିତ୍ରୀ। ବିବାହ ସମୟ ଆସିବାରୁ ସେ ନିଜ ପସନ୍ଦରେ ସତ୍ୟବାନଙ୍କୁ ବିବାହ କରିଥିଲେ। କିନ୍ତୁ ଦୁଃଖର କଥା, ସେ ଜାଣିଥିଲେ ଯେ ବିବାହର 1 ବର୍ଷ ମଧ୍ୟରେ ସତ୍ୟବାନଙ୍କର ମୃତ୍ୟୁ ହୋଇଯିବ, ଯେଉଁଥିପାଇଁ ସେ ପ୍ରତ୍ୟେକ ଦିନ ପୂଜାବ୍ରତ କରୁଥିଲେ। ସମୟ ଆସିଲା ଏବଂ ଦିନେ କାଠ ହାଣୁ ହାଣୁ ସତ୍ୟବାନଙ୍କର ପ୍ରାଣ ଚାଲିଗଲା। ଯମରାଜା ସତ୍ୟବାନଙ୍କ ଆତ୍ମାକୁ ନେଇକି ଗଲାବେଳେ ସାବିତ୍ରୀଙ୍କ ପତିବ୍ରତା ନିଷ୍ଠାକୁ ଦେଖି ଯମରାଜା ସାବିତ୍ରୀଙ୍କୁ ବର ମାଗିବା ପାଇଁ କହିଥିଲେ, ଯେଉଁଥିରେ ସାବିତ୍ରୀ ସତ୍ୟବାନଙ୍କ ପିତାଙ୍କ ଦୃଷ୍ଟିଶକ୍ତି ଏବଂ ହରେଇଥିବା ରାଜ୍ୟ ଏବଂ 100 ପୁତ୍ର ଲାଭର ବର ମାଗିଥିଲେ। ସତ୍ୟବାନଙ୍କ ବିନା ପୁତ୍ର ଲାଭ ଅସମ୍ଭବ। ଏପରି ଚତୁରତାର ସହ ନିଜ ସ୍ୱାମୀଙ୍କୁ ଫେରି ପାଇଥିଲେ ସାବିତ୍ରୀ। ସେହି ଦିନଠାରୁ ହିନ୍ଦୁ ବିବାହିତା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଆସୁଛନ୍ତି। ଜୟ ଜଗନ୍ନାଥ।